ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 28। ଉଦୁଉଦିଆ ଖରା ଉଡ଼ଉଥିଲା। ପବନରେ କମଳା ଫୁଲର ବାସ୍ନା ଚାରିଆଡ଼ ନିଦୁଆ ନିଦୁଆ। ସେହି ଶାନ୍ତ ଅଳସ ତନ୍ଦ୍ରା ଭିତରେ ପଣସ ଗଛରୁ ଢିଙ୍କିଆ ପଣସ ଓହଳିଛି। ଆମ୍ବ ଦରଟି ହେଲାଣି। ଗଛରେ ବନି ବନି ଆସୁଛି କ୍ଷେତରେ ଚାଷୀ ମଜୁରିଆ ମଣିଷ। ଖୋଳାତଡ଼ା ହଳ ତସା, ଦୂରରୁ ଦୂରରୁ ପୋଡ଼ୁ କ୍ଷେତର ଧୂଆଁ। ଲେଞ୍ଜୁ କନ୍ଧ କାମ କରିବାକୁ ମନ ନଥାଏ। କାହା ପାଇଁ ସେ କାମ କରିବ? କିଏ ତାର ନିଜର? ସେ ଦିଉଡ଼ୁର କ୍ଷେତକୁ ଅନେଇ ରହେ ତୋଟା ଛାଇରୁ। ଦିଉଡ଼ୁ କାମରେ ଲୋଟୁଛି। ଦର ଦର ଝାଳ ବୋହି ପଡ଼ୁଛି। ମୁହଁ ଶୁଖିଗଲାଣି, ବୋଝେ କାମ ବାକି। ଛାଇ ତଳିଆ ଖରାଟିଆ ଶାନ୍ତି ଭିତରେ ବଣ ଚଢ଼େଇର କାକଳି ଯେତେବେଳେ ଲେଞ୍ଜୁ କକାକୁ ଯୌବନ ପରଶି ଦେଇଥାଏ, ଧୁଙ୍ଗିଆ ଧୂଆଁ ପରେ ଗୋଟାଏ ପ୍ରସନ୍ନ ହସ ହସି ଦେଇ ଦିଉଡ଼ୁର ବିକଳ ଆଡ଼କୁ ଅନେଇ ଲେଞ୍ଜୁ କନ୍ଧ ନିର୍ବିକାର ହୋଇ ବସିପଡ଼େ। ତାର ବି ଲେଙ୍ଗୁଟି ଅଛି, ସେ ବାବାଜୀ। ପୁରୁଣା କାମ, ପୁରୁଣା କ୍ଷେତକୁ ଅନେଇ ମନେ ମନେ ସେ ଆହୁରି ହସେ। ଏଇଆ ଭାବି ଯେ ଦିଉଡ଼ୁ ପାନେ ପାଉଛି। ଏତେ ଖଟି ଏତେ କଷ୍ଟ କରି ଭାଇର ପୁଅକୁ ନିଜର ଭାବି ଯେ ଏତେ ଯୁଗ ସେ ଅକାତରେ ସାହାଯ୍ୟ କରି ଆସିଥିଲା, ଦିଉଡ଼ୁ ସେଥିପାଇଁ ଏତେ ଟିକିଏ କୃତଜ୍ଞତା ଜଣାଏ ନାହିଁ। ଏଣିକି ସେ ହାତ ଉଠାଇ ନେଇଛି। ଦିଉଡ଼ୁ କରୁ, ସେ ଖାଇବ। ଦିଉଡ଼ୁର ଉପାୟ ଅବଲମ୍ବୀ ଏଣିକି ସେ ଜାଗତିଆର। ଦିଉଡ଼ୁ ଟିକିଏ ପାଟି କଲେ ଲେଞ୍ଜୁ କକା ନାଲି ଆଖିଆ ଦେଖେଇ ଖାଇ ଗୋଡ଼େଇବ। ଅତି ରାଗରେ ଦିଉଡ଼ୁର ଅଭିମାନ ହୋଇ ସେ ଆଉ ପାଟି ଫିଟାଉ ନାହିଁ। ଭଲ, ତାର ଗୁମାନ ତାଠି ଥାଉ। ଲେଞ୍ଜୁ କକାର କାମ କେବଳ ହସିବା। ଭଲ ଲାଗୁଥାଏ ଦିଉଡ଼ୁର ଅସୁବିଧା ଭାବି ଭାବି। ହାତରେ ଗଢ଼ିଲା ଜିନିଷ ଭାଙ୍ଗିଦେବାର ଆନନ୍ଦ ଏବେ ତାର। କିଏ ଆସୁଛି? ପାଣ୍ଡ୍ରୁ ଦିଶାରୀ ନା? ଖାଲି ବସିଛୁ ଲେଞ୍ଜୁ ଭାଇ? ବସିବି ନାହିଁ ଆଉ କ'ଣ ନାଚିବି? ଭଲ ଭଲ, ଯାହାର ସୁବିଧା ଅଛି ସେ ବସୁ। ତୋର ଏଡ଼େ ଧନୁର୍ଦ୍ଧର ପୁଅ ଅଛି ବୋଲି ସିନା। ଟୋକା ଲୋକ କାମ କରିବେ, ବୁଢ଼ା ଲୋକ ବସିବେ, ଏଇନେ ଖଞ୍ଜ। ପାଣ୍ଡ୍ରୁ ଦିଶାରୀ ରାତିରେ ତାରା ଗଣେ, ଦିନରେ ତାସ କରେ। ଲେଞ୍ଜୁ ମୁହଁ ମୋଡ଼ି ଦେଲା। କ୍ଷେତ ଉପରେ ନଈ ପଡ଼ିଛନ୍ତି ମଣିଷ। କାମ ଭିତରେ ଗପ ଚାଲିଛି, ଗୀତ ଚାଲିଛି। ଦିଉଡ଼ୁ ମୁହଁଟାକୁ ପଥର କରିଦେଇ ଭୁସି ଲାଗିଛି, ତସି ଚାଲିଛି। ଅନ୍ୟଆଡ଼େ ତାର ଆଖି ନାହିଁ। ଏକୁଟିଆ ଯେତେଥର ତାହା ଆଡ଼କୁ ଅନେଇଲେ କେବଳ ବିରକ୍ତି ଆସେ। ଲେଞ୍ଜୁ କନ୍ଧ ଭାବିଲା ଯେତେଦିନ ଏମିତି ଚାଲିବ ଚାଲୁ, ତାର ସେ ଅଲଗା ହୋଇଯିବ। ଭାବିଲେ ଶାନ୍ତି ଲାଗେ। ଆଖି ଅଧବୁଜା ହୋଇ ଆସେ ସ୍ୱପ୍ନ ଦେଖିବାକୁ। ଅଲଗା ହୋଇଯିବ ସେ। ତାର ଘର, ତାର ଜମି, ସମ୍ଭବତଃ ତାର ସ୍ତ୍ରୀ ମଧ୍ୟ। ତାର ବି ସନ୍ତାନ ହେବ, ସେ ବାପ ବୋଲେଇବ। ମନ ଭିତରୁ ଚିଡ଼ଚିଡ଼ାଇ ଉଠିଲା। ସେ ବାପ ବୋଲେଇବ? ସେ ବୁଢ଼ା ନୁହେଁ, ସେ ବି ଯୁବା, ବହୁତ ଆୟୁଷ ବାକି। ଆଖି ଖୋଲିଗଲା। ଖରା ଢଳିଲାଣି। ଖରା ତେଜରେ ହଳଦୀ ଗୋଳି ହୋଇ ଗଲାଣି। ଉପର ପାହାଡ଼ରେ ଗାଢ଼ ନୀଳି, ତଥାପି ବେଳ ବାକି। ଆଖି ଖୋଲି ଲେଞ୍ଜୁ କନ୍ଧ ଦେଖିଲା, ସେହିପରି ଗଛମୂଳେ ସେ ବସି ରହିଛି। ସେହିପରି କ୍ଷେତରେ ଲାଗିଛି ତାସ, କିଛି ବଦଳି ନାହିଁ। ଅଳ୍ପ ଶୀତୁଳି ପଡ଼ି ଆସୁଛି। ସେତିକିରେ ରାତିର ଚିନ୍ତା ଉଦାସ ଲାଗିଲା। ନା, ସବୁ ମିଛ, ସବୁ ଫାଙ୍କି। ଦିନ ଗଣୁ ଗଣୁ ଚିତା କାଟିଦେଇ ଜୀବନର ପଳେଇ ଯାଉଛି। ନୂଆ ବୋଲି କିଛି ନାହିଁ, ଆଶ୍ଚର୍ଯ୍ୟ ବୋଲି କିଛି ନାହିଁ। ସେ ଯେଉଁଠି ସେଇଠି। ତାର ରାଗରେ କି ଅଭିମାନରେ କାହାର କିଛି କ୍ଷତି ହେଉନାହିଁ। ତାର ଅଭାବ ବାଧିବ ନାହିଁ କାହାରିକୁ। କେବଳ ଦେଖଣାହାରି କେହି ନୁହେଁ ସେ। ଜାମ୍ବା କନ୍ଧର କ୍ଷେତ ପାଖେ ବୁଢ଼ା ଜାମ୍ବା ମଧ୍ୟ ହଳ କରୁଛି। କୁଆଡ଼େ ଲେଞ୍ଜୁ ଭାଇ? ରହ ରହ, ଟିକେ ଧୂଆଁ ପିଇଯିବା। ଜାମ୍ବା କନ୍ଧ ପକାଇଲା ଦିଉଡ଼ୁର କଥା। ଦିଉଡ଼ୁକୁ ସେ ଡରେ, ତେଣୁ ପିଠିଆଡ଼େ ସମାଲୋଚନା କରେ। ତୋୟାପୁଟ ପାଖେ ରାସ୍ତା ଫିଟିବ ଶୁଣାଯାଉଛି। ବୁଝିଲୁ ଲେଞ୍ଜୁ ଭାଇ, ରାସ୍ତା ଫିଟିଲେ ବହୁତ ଅଧିକାରୀ ଆସିବେ। ନା ନା, ମିଛ ନୁହେଁ, ହାତରେ କଥା ପଡ଼ିଥିଲା ବା। ଏଠି ବି ଦିଉଡ଼ୁର ଆସନ୍ତା ଦୁର୍ଭାଗ୍ୟର କଥା। ସେ ଅଧିକାରୀ ଆସିଲେ ସେମାନଙ୍କୁ ଦିଉଡ଼ୁ ସମ୍ଭାଳିବ କିପରି? ଫଳରେ ଭଲ କଲୁ, ଆଡ଼େଇ ହୋଇଗଲୁ ଲେଞ୍ଜୁ ଭାଇ। ବାପ କିଏ, ଦାଦି କିଏ? ତହିଁକି ତାରି ଖାତିରି ପଡ଼ୁନାହିଁ। କ'ଣ କହିବ? ଭଲ କଲୁ, ଆଚ୍ଛା କଲୁ ତୁ। କୁଟା ଖଣ୍ଡକ ଦି ଖଣ୍ଡ କରନା। ଜମି ତ ଏକୁଟିଆ ତାର ନୁହେଁ, ତତେ କାହିଁକି ନ ପୋଷିବ? ଲେଞ୍ଜୁର ଜିଭ ଖୋଲିଗଲା। ଗୁଡ଼ାଏ ଗପିଲା। ଦିଉଡ଼ୁ ଏପରିକି ତାର ସ୍ତ୍ରୀକୁ ସୁଦ୍ଧା ଦୁର୍ବ୍ୟବହାର କରୁଛି।
ଆଜି ଖରାବେଳେ ଖାଦି ମୁଣ୍ଡେଇ କ୍ଷେତକୁ ପହଞ୍ଚେଇ ଦେବାକୁ ଆସିଥିଲା ସେ। ଲେଞ୍ଜୁ ଭାଇ ଆଃ ଦେଖିଲେ ଦୁଃଖ ଲାଗେ। କ'ଣ ସେ ହେଲାଣି? ଖାଲି ହାଡ଼ କଣ୍ଟା ଦୋହିଲିଲାଣି। ମୁଣ୍ଡ ବାଳ ଫୁରୁଫୁରୁ ଉଡ଼ୁଛି। ମୁହଁ ଯେମିତି କାଠ। କେମିତି ମାଡ଼ଗାଳି ଖାଇ ସେ ପଡ଼ି ରହିଛି। ମୁଁ କାବା ହେଉଛି। ହଉ କୁଆଡ଼େ ଯାଇଥିଲୁ ଯା ଲେଞ୍ଜୁ ଭାଇ। ମୁଁ ଯାଏ ଆଉ ଟିକିଏ ହଳ କରେ। ଖରା ବଢ଼ିଗଲେ ମାଟିରୁ ବତର ଚାଲିଗଲେ ହରକତ କରିବ। ବୁଢ଼ା ଲୋକ ଆଉ କ'ଣ ସେକାଳ ଅଛି? ଲେଞ୍ଜୁର ମନ ଉଷତ ଥାଏ। ସେ କରଛଡ଼ା ଦେବାରୁ କେବଳ ଯେ ଦେଉଡ଼ର ବଳ ହଟିଯାଇଥିବ ସେତିକି ନୁହେଁ। ସମାଜରେ ଅପବାଦ ନିନ୍ଦାବାଦ ଲାଗି ରହିଛି। ପା ପାନେ ଆଚ୍ଛା କରି ପା। ଲେଞ୍ଜୁ ଖୁସି। ଗୁଡ଼ିଆ ପାଖର ପାହାଡ଼ର ଢାଲୁରେ ବାରିକର ପୁଅ ତୁରୁଞ୍ଜା ଗୋରୁ ଅଡ଼େଇ ଅଡ଼େଇ ଚାଲିଛି। ଆର ପାଖେ କୋଡ଼୍କି ଧରି ବାରିକ ପୂଜା ବାଲମୁଣ୍ଡା ଦିହେଁ ଢିପ ଜମି ତାଡ଼ି ଲାଗିଛନ୍ତି। ଗାଁ ଗୋଟାକରେ ସମସ୍ତେ ଅଛନ୍ତି କ୍ଷେତରେ। ଗାଁରେ କେବଳ କୁକୁରମାନେ କେହି କେହି ଥିବେ। କେବଳ କୁକୁର କି? ଲେଞ୍ଜୁ କନ୍ଧ ଏତେ ଆଡ଼େ ବୁଲି ଆସିଲା। ସୁନା ଦେଇ ଦେଖା ନାହିଁ। ମନ ହେଲା ଗାଁକୁ ଯାଏ। ନୁଆଣିଆ ଖରା ପର୍ବତର ଉପର ବାଇଗଣିଆ। ଗାଁ ବାଟେ ବାଟେ ଢାଲୁ ତଳେ ତଳେ ଝରଣା ପାଖେ ପଞ୍ଝାଏ ଟୋକୀ। କାମ ମଝିରେ ଆମ୍ବପରା ଲାଗିଛି। ଥୋକେ ବସି ମୁଣ୍ଡ ବାନ୍ଧୁଛନ୍ତି। ମୁଣ୍ଡର ଫୁଲ ପିନ୍ଧୁଛନ୍ତି। ଲୁଗା ସଜାଡ଼ୁଛନ୍ତି। କାମ ମଝିରେ ପର୍ବତିଆ ଝିଏ ଛୁଟି ନେଇ ଆରାମ କରନ୍ତି। କେତେଥର ଏଇମାନଙ୍କୁ ଦେଖି ଲେଞ୍ଜୁ କନ୍ଧ ଭାବିଛି ଅନେକ କଥା। ଏମାନଙ୍କର କେବଳ ହସ। ଝରଣାର ଗୁଦୁଗୁଦୁ ପାଣି ସୁଅ ସଙ୍ଗରେ ପ୍ରତିଦ୍ୱନ୍ଦିତା ଭିଆଇଲା ପରି ଚମଡ଼ାରେ କେଉଁଠି କେତେ ଟିକିଏ ଲୋଚାକୋଚା ନାହିଁ। ଏମାନଙ୍କର ଚାରିପାଖେ ଆୟୁଷ ଏବଂ ଆଶା। କାହା ପାଇଁ? ଲେଞ୍ଜୁ କନ୍ଧ ଦୀର୍ଘଶ୍ୱାସ ମାରେ। ଠିଆ ହେଲୁ ଖାଲି କାହିଁକି? ଆମ୍ବ ଖାଇବୁ ତ ଆ। ଏମିତି ଅନଉଛି ମ। ଭୁସିବୁ କି ଲେଞ୍ଜୁ ଅଜା? ଧେତ୍ କେବଳ ଉପହାସ। ଅଜାର ଟୀକା ଅଜାର ସିଂହ ଲଗେଇ ଦେଇ ଯାଇଛି ବୟସ। ଯେତେ ମୁଣ୍ଡ ଝାଡ଼ିଲେ ବି ସେ ଖସିବ ନାହିଁ। ଲେଞ୍ଜୁ କନ୍ଧ ଗୋଡ଼େଇ ଗଲା। ସେମାନେ ହସି ହସି ପଳେଇ ଗଲେ। କେତେ ଆବେଗରେ କେତେ ମିନତି ଧରି କେତେ ପ୍ରକାର କରି ସେ ଅନାଏ। କେବେ କାହାର ହାତ ଧରି ପକାଇ କହେ ମୋ ସାଙ୍ଗରେ ଘର କରିବୁ? ସତ କହିଛୁ ଲେଞ୍ଜୁ ଅଜା। ମୁଁ ଗୀତ ବୋଲିବି ତୁ ନାଚିବୁ। ମୁଁ ପିଠା କରିବି ତୁ ଖାଇବୁ। ଅଜା ଅଜା ମ ଏ ଅଜା। କେଡ଼େ ଶୀଘ୍ର ସେ ଅଜା ହୋଇଯାଉଛି। ଅଥଚ ସେଇ ହାତ ଗୋଡ଼ ଅଛି। ସେହି ମନ ଅଛି। ସେଇ ମଣିଷଟା। ଖାଲି ସକାଳେ ରୂପନୀ ମରିଥିଲା। ଆଜି ସେ ଅଜା। ନା ତାର ମନର କଥା କେହି ବୁଝିବେ ନାହିଁ। ଲେଞ୍ଜୁ କନ୍ଧ ଉପରକୁ ଚଢ଼ିଗଲା। ପୁଣି ମନ ହେଲା ପଥ ଉପରେ ବସି ରହି ସେ ଏମାନଙ୍କୁ ଚାହିଁ ଚାହିଁ ଦେଖୁଥିବ। ଧୁଙ୍ଗିଆ ଧରାଇଲା। କି ସୁନ୍ଦର ଆଲୁଅ କି ସୁନ୍ଦର ଦୃଶ୍ୟ। ଛାଡ଼ି ଛାଡ଼ିକା ତୋଟା ମଝିରେ ମଝିରେ କ୍ଷେତ। ଏହି ଖାଲ ଚାରିପାଖେ ପର୍ବତ ଉଠିଛି। ଏତେ କାମରେ ଦିନବେଳେ ବି ସବୁ ଶୂନ୍ୟ ପଡ଼ିଯାଇଛି। ସେହି ଟୋକୀମାନଙ୍କୁ ଅନେଇ ଲେଞ୍ଜୁ କନ୍ଧ ବସି ରହିଲା। କେତେକେ ପୁଣି କାମକୁ ଫେରିଗଲେଣି। ଅଳ୍ପ କ'ଣ କେତେ ଅଛନ୍ତି। ଲେଞ୍ଜୁ ଆଖିରେ ଧକ୍ କରି ନିଆଁ ଜଳି ଉଠିଲା। ସରବସାଉତା ନାହିଁ ଯେ ତାର ସ୍ମୃତିରେ ସେ ବନ୍ଧା ପଡ଼ିଯିବ। ପୁବୁଲି ନାହିଁ ଯେ ସେମାନଙ୍କୁ ସବୁଦିନେ ସେ ଭାବୁଥିବ ପୁବୁଲି ସାଙ୍ଗର ଲୋକ ବୋଲି। ସେ ମଣିଷ। ସେ ଅଘୋରୀ। ତାର ଘର ଦରକାର। ତଳେ କିଏ ଗୋଟାଏ ପାଟି କଲା ଖାଲି ବସିଛ କିରେ? ସମସ୍ତେ କାମକୁ ଗଲେ। ଲେଞ୍ଜୁ ଭାବିଲା ତାର ଧୁଙ୍ଗିଆ ମାନ୍ଦା ପଡ଼ିଗଲା। ଏଥର ଆହୁରି କିଛି ଦରକାର। ଲେଞ୍ଜୁ କନ୍ଧ ଉପରକୁ ଚାଲିଲା। ଯାଉ ଯାଉ ପୁଣି ସେହି କଥା। ଦେଉଡ଼ର ଘର ତାକୁ ଭଲ ଲାଗୁନାହିଁ। ସେ ଅଲଗା ହେବ। ସେ ସାଉଁତା ହେବ। ଗାଁଠୁ ଛଡ଼ା ଏହି କନ୍ଧଗୁଡ଼ିଆର ମୁଣ୍ଡ ଉପରେ କେଉଁଠି ଖଣ୍ଡେ ସାନ ଘର କରିବ। ଚାରିପାଖେ ପଥର ବାଡ଼। ଗୁହାଳରେ ଗୋରୁମାନେ ବୋବାଳି ଛାଡ଼ୁଥିବେ। ଦୁଆରେ କୁକୁଡ଼ା ବୁଲୁଥିବେ। କାମ କମାଣି ନାହିଁ ପାଇଁ ହଳିଆ 2 ଜଣ। ନସର ପସର ହେଉଥିବେ ଆହୁରି ଜଣେ। ଯେଉଁ ଜଣକ ପାଇଁ ଏ ଘରଦୁଆର ସେ ଜଣକ ତାର ସ୍ତ୍ରୀ। ତାର ନୂଆ ସ୍ତ୍ରୀ। କିନ୍ତୁ କାହିଁ? ପବନରେ ମିଳେଇଯିବା ଭଳି କେବଳ ଫାଙ୍କା କଳ୍ପନା। ନିଜ ସଙ୍ଗେ ଛନ୍ଦି ହେବା ପାଇଁ ଯାହାର ସ୍ୱାମୀକୁ ବାଘ ଖାଇଥିବ ଏପରି ସ୍ତ୍ରୀ କେଉଁଠୁ ପାଇବ ସେ? ପାଇଲେ ବି ସେ ତାର ମନମାଫି ହେବ ଅଥବା ତାକୁ ମନ କରିବ ତାହାର ମଧ୍ୟ କେଉଁ ଠିକଣା? ଶୀତଦିନେ ବାଘ ମାତେ। ସେହି ଶୀତଦିନେ ସେ ଖୋଜି ଦେଖିବ। କେତେ ଲୋକଙ୍କୁ ସେ ଚିହ୍ନେ। ସେହିମାନଙ୍କ ସ୍ତ୍ରୀମାନଙ୍କୁ ସ୍ମରଣ କରି ଲେଞ୍ଜୁ ଭାବିଲା କେଉଁ ଜଣକୁ ବାଘ ଖାଇଲେ ତାର ସ୍ତ୍ରୀ ତାକୁ ସୁବିଧା ହେବ।
बरसा पूर्वर आत्रेर पुओ बात्री जदि विवाह हुए तेबे ताको बाघ खाइले शीत दिन गले पुलमे तार होई पारे। बात्रीर शुभ मनासी लेंजुकंध उपरको चढ़ीगला। पुलमे भल हुअंता, कांदना पुलमे मु अच्छी, भय कौन? बाघडुमा बा प्रेतात्मा हुई से चलीगला। ताको मने पकेले तते पुणी हरबर करिब। बर मो आड़कू अना, मु तते जत्न संपा दीपी। वृथा कल्पना। से पाकल बारिक घर आड़कू बाट पड़ी। सोना दे जदि थिब एकुटिया थिब। गाँ को समस्ते फेरु फेरु आहुरी 2 घड़ी जाए। भीतर को पशि जाऊ जाऊ लेंजुकंध भाविला सब मनीष समान। सोना दे डम्ब हेले भी मनीषठू हीन नुहे। केते दिन हला सोना दे संगे तार खुशी कप पड़ी नाही। लागिला चुके परी। केते बाट दिहे आगे आसंती पुणी जेउठी सेठी घटना घटे नाही। आज केवल आज बेल अच्छी दुख सुख हेबाकू। दिनर गहली ना को एही प्रकृतरे निछाटिया आशारे पाद बढ़े दे शब्द न करी बारिकर अगणा को से चलीगला। घर भितरू काम करिबार शब्द शुभुची। बारिक सोना दे पदाकू आसिला। बारिक नाही मु जानिछि। लेंजुकंध हसिला। सोना दे आश्चर्य होई अनै रहिला। लेंजुकंध कहिला, भीतर को चल कहबी। चतुर भावे हसी खसी लेंजुकंध घरे पशिला। पछे पछे सोना दे। लेंजुकंध मद पी नथिला। सोना दे खरा को देखे नाही, पवन को देखे। तार बेसी काम न थाए। मनर चिंता प्रबल। जार काम ताहा द्वारा आपे आपे करि हुए। केतेबेले काम आरंभ हैला, केतेबेले सरिला तार खियाल नाही। कलपरी बाहरर काम आपे बोले आपे चले। सबुबेले सजग जे से तार चिंता। पवन को देखिले तार मन समतल पाए। घूरी घूरिका खंडियाभूत जाए। केवल गुड़िए सुखिला धूली सुखिला पत्र। पहाड़ देश राई राई त्राही त्राही डाक छाड़े। आंब गछ लोटी पड़ी भूईरे अजाड़ी दिए फलर बोझ। निछाटिया होई सोना देई सेआड़े चाही थाए। नाक कान रुंधा धूलीर मेघ तुहाई तुहाई फुंकी होई चलीचे। धूसरा आकाश पर्वतमाला उपरे निराशार छाई। तार भीतरर मन सेथिरे सहानुभूति पाए। सोना देई चाहे भारी हसिबाको मन हुए। घरर खुंटारे हाथ मुठारे जाब पड़ी जाए। पानी पवन को डरी माल देशरे घर बिलुआ खोप परी। साथिरे झरका नहीं सान दुआर मुह। घर उपरर चाल बाहरे पिंडा उपरको झुंकी पड़ी। गली गली नई नाई जा आस। कंध पिला तोफान देखिले दुआरे डियंती। तांको खुशी लगे। तोफान हेले गाँ जाकर टोकाटोकी पाटी करी करी आंब गोटे जाती। से भी खेल। गाँ जाकर टोकाटोकी पाटी करी आंब गोटे जाती। से भी खेल। मुहरे आखिरे धूलिमाड़। पवन रे घूरी घूरिका ओलट पालट गछमूले आंब। मन इच्छा तहिरे सोनादेहर जाए केते। पाटीर स्वाद घरकरणार निशा। देहमुंड भल मंद। केउं दिन पासरी सारिलेनि से। बाप घरे केबे पिला होइथिला। से दिनर स्मृति खाली भयर। पुलिस धरपगड़ घर तलासी शासन बंधाबंदी ना। से बाप घरे झियो हेबाकू चाहे नाही। शाशु घरे बोहू हेला। माଳ देशर झियो बर बाछि मन इच्छा विवाह हेबाकू जो सुजोग पाए विधाता ताको सेथिरु वंचित करिछि। मने अछि से दिनर कथा। खरा बेले गाधोई आसी अगणा आड़कू मोहीगला बेले अचिन्हा लोकंक पाटी। कुर्ता जंघिया टोपी पगड़ी प्रभु अधिकारी निश्चय। छिंडा सुखिला लुका पिंधि थाए। देह गोटाक थरु थाए। किए जणे प्रभु अधिकारी आसी कहिले, धर ताको सौदा तलाश कर। ताठू ही कथा बाहरिब। 2-4 जण माड़ी आसिले। निसुआ निसुआ से पाखरु गर्जन डंबर मिनती शुभुଥାଏ। महाप्रभु मोर झियो महाप्रभु से किछि जाने नहीं। ताकू किछि नाई कर महाप्रभु। महाप्रभु सोना देई खुंट होई जाई ठिया होइथिला। अगणारो सेपटे केते जण लोक बसिछंती। सेमाने अधिकारी नुहंती कि महाप्रभु। सेपरी भेक नाही, सेपरी देह नाही। आकु लुगा पिंधारू सेमाने डंब लोक। पर गाँर जणे बुढ़ा क्यों कारणरू आसुथिबे बा। बापर करुण अनुनयर बाणी कानरे बाजुଥାଏ। आश्वास देउथांती गाँर नायक चलान बड़ रईत माने। गाँर बड़ मुंडिया माने। रही रहीका क्यों विकट अधिकारी चुप चुप गर्जन।
ସେ ପାଟିତୁଣ୍ଡରୁ ସୁନାଦେଇ ନିର୍ଭର ପାଉଥାଏ ଯେ ସେ ଏକା ନାହିଁ, ଗାଁ ଲୋକେ ଅଛନ୍ତି। କାହିଁକି ସେମିତି ହେଉଛୁ? ଗର୍ଜନ। ଅଧିକାରୀ ମା ବାପା ତାଙ୍କର କାମ ସେ କରନ୍ତୁ, ତୋ ଝିଅର କି ଡର? କିଛି ଜାଣେ ନାହିଁ ନାୟକ, ସେ କିଛି ଜାଣେ ନାହିଁ। ସୁନାଦେଇ ସେଇ ଆଡ଼କୁ ଯାଉଥିଲା। କ'ଣ ତେଣେ ହେଉଛି? ବାରି ପଛ ଆଡ଼େ ଜଣେ କିଏ ଅଧିକାରୀ ତାକୁ ଧରି ପକାଇଲା। ରହ, ଯାଉଛୁ କୁଆଡ଼େ? ଭେଣ୍ଡିଆ ଅଧିକାରୀଟା। ଗୋଲ ମୁହଁଟା ହାଣ୍ଡି ପରି, ସେଠି ରୁଢ଼ ନାହିଁ। କି ବିଚିତ୍ର ନିଶ! ଠିକ୍ ନାକପୋଡ଼ା ତଳ ଆରକ ଭାଲୁ। ବାକିତକ ଉଇ ଖାଇଲା ପରି ଖାଲି ଯାଦୁଆ। କପାଳଟା ଆବୁ ପରି ଉଠିଛି। ଆଖିରେ ଦୟାମାୟା ନାହିଁ। ବାହା ଉପରେ ସେ ଅଚିହ୍ନା ମଣିଷର ମୁଠା। ମୁହଁରେ ଦେହରେ ତାହାର ଜଳନ୍ତା ଆଖି। କ୍ଷଣକ ପାଇଁ ସେହି ମୁଠା ଥରି ଉଠିଲା। ସେ ମୁହଁ ବଦଳିଗଲା। ଚାହାଣୀରେ କ'ଣ ବଦଳିଗଲା? ପିଲାଙ୍କ ପରି ଅଳ୍ପ ଲଗେଇ ଅଳ୍ପ ଖନେଇ ଦେଇ ଅଧିକାରୀ କହିଲେ, ସୌଦା ବା ତଲାସ କରିବି, ହାତ ଉଠା। ସେଇ ଜଳନ୍ତା ଚାହାଣୀ ଆଗରେ ହାତ ଦିଟା ସିଧା ଉପରକୁ ଉଠିଗଲା। ସୌଦା କରିବା ବାହାନାରେ ଏତେ ଲୋକଙ୍କ ଆଖି ଆଗରେ ପରପୁରୁଷର ହାତ ଦେହଯାକ ଖେଳି ବୁଲିଲା। ଓଃ ଓଃ ଭୟ ଭିତରେ ସୁଖ ଦେଲା ପରି ସେ ହାତ ଦିଟା ସୌଦା କରୁ କରୁ ଅଟକି ଯାଏ, ଥରେ ଆଉଁସିଯାଏ। ଅଧିକାର କହିଲେ, ଚାଲ ସେ ଘରକୁ ପଚାରିବି। ଗାଁ ମୁଣ୍ଡିଆଳ ପ୍ରବୋଧ ଦେବାକୁ ଆସିଲେ। ଡରନା ମା ବାପ ଯାହା ପଚାରିବେ କହିବୁ। ହାଉଲେ ଗର୍ଜନ ଉଠେଇ ମା ବାପ ରଡ଼ିଲେ। ତୁମେ ସବୁ କାହିଁକି ଆସିଲ ରେ? ରହ, ଜଣ ଜଣ କରି ପଚାରିବି। ମୁହଁକୁ ତଳକୁ ପୋତି ଶୁଖିଲା ଛାତିରେ ଚୋର ପରି ଆପଣା ଘର ଭିତରେ ସୁନାଦେଇ ପଶିଗଲା। ପଛେ ପଛେ ସେହି ମହାପ୍ରଭୁ ଅଧିକାରୀ। କିଏ ଇଏ? କ'ଣ ଖୋଜି ବୁଲୁଛି? କ'ଣ ପଚାରିବ? ଆସ୍ତେ କାନ ପାଖେ ଚାଲ ସେ କଣକୁ। ପଳେଇବାରୁ ବାଟ ଛେକୁଛନ୍ତି ମହାପ୍ରଭୁ ଅଧିକାରୀ। ପଛଆଡ଼ୁ ଦୁଇ ହାବୁକା। କାନ୍ଧ ଉପରେ ସେଇ ଷଣ୍ଢୁଆସି ପରି ହାତର ଚାପ। ଅଧିକାରୀ ଇଙ୍ଗିତ ଭିତରର ରନ୍ଧାବକରି ଅନ୍ଧାରକୁ, ଯେଉଁଠି ଚୋରାହଡ଼ାର ମାଉଁସ ଶୁଖେଇ ରଖାହୁଏ, ଚୋରାଧନ ଭୂଇଁରେ ପୋତି ରଖାହୁଏ। ଓଃ ଓଃ, ଚୁପ୍! ମୁହଁ ଉପରେ ସେହି ଷଣ୍ଢୁଆସି ହାତ। ଆଗକୁ ସେ ଅନ୍ଧାର ଭିତରକୁ। ଟିକିଏ ଛାଡ଼ି ସୁନାଦେଇ ବାହାରି ଆସିଲା। ଯାଇଥିଲା ଗୋଟାଏ ପ୍ରକାର ହୋଇ, ଆସିଲା ଆଉ ପ୍ରକାର ହୋଇ। ମୁହଁ ଗମ୍ଭୀର, ଆଖିରୁ ଲୁହଧାର। ଏଣିକି ସେ ଘର କରିବ। ଆଗେ ଆଗେ ଅଧିକାରୀ ତରତର ପାଦ ପକାଇ ଚାଲିଗଲା। କିଛି ମିଳିଲା ନାହିଁ। କିନ୍ତୁ ଜାଗା, ହୁସିଆର, ଗର୍ଜନ, ଡମ୍ବ। ଏଥର ଛାଡ଼ିଦେଲି। ପ୍ରଭୁ ଅଧିକାରୀ ଗଲେ ଦୌଡ଼ି ଦୌଡ଼ିକା। ଦୁଆର ମୁହଁକୁ ଆସୁଛି ତାର ବାପ ଗର୍ଜନ ଡମ୍ମ। ତୁଣ୍ଡରେ ନୂଆ କଥା। ମିଣିଆ ପାଇଁ ଲୋକ ମାଗଣି କରି ଆସିଛନ୍ତି। ଦେଖିବୁ ନୁନି, 20 ଟଙ୍କା ଝୋଲା ଦେଲେ। ତତେ ତାଙ୍କୁ ଦେଇଛି। ବାରିକର ବୋହୂ ହେବୁ, ଯା ନୁନି। ବାହାରେ ଲୋକଙ୍କର ଘୋଘା। ଏ କି ନୂଆ କଥା? ନା, ସେ ଲୁହ ବନ୍ଦ କରିବ ଭୟରୁ ଆନନ୍ଦକୁ। ଗର୍ଜନ ଡମ୍ବ ରଫାଏଲ ଖ୍ରୀଷ୍ଟିଆନ ହୋଇଥିଲା ସତ, କିନ୍ତୁ ତାର ତର ସହିଲା ନାହିଁ। କେତେବେଳେ କେଉଁ ଅଧିକାରୀ, ପୁଲିସ ତ ଅଛନ୍ତି। ଯାହା ଜୀବନରେ ଖରା ବର୍ଷାର ଧରାବନ୍ଧା ଧରା ନାହିଁ, ସବୁ ଅଚାନକ ତାର ବେଳ ଅବେଳ ନାହିଁ। ରଫାଏଲ ଖ୍ରୀଷ୍ଟିଆନ ଝିଅ ବିକିଦେଇ ଝୋଲା ଟଙ୍କା ଗଣିନେଲା ବେଳକୁ ଗର୍ଜନ ଡମ୍ବ ହୋଇଥିଲା। କୈଫତ ନେବାକୁ କେଉଁ ପାଦ୍ରୀ ସାହେବ ଧାଇଁ ଆସୁଛି ବଣ ଭିତରକୁ। ଏକା ଦିନକେ ସୁନାଦେଇ ବଢ଼ି ବଢ଼ିବା କଢ଼ରୁ ଅଧା ମଉଳା ଛିଣ୍ଡା ଫୁଲ ହୋଇ ଉଡ଼ି ଆସିଥିଲା କେଲେରାରୁ ମିଣିଆପାୟୁ। ସେଦିନ ସଞ୍ଜରେ ବି ତୋଫାନ ଉଠାଇଥିଲା। ଶସ୍ତାରେ ବୋହୂଟା ପାଇ ଶସ୍ତା ଭୋଜିରେ ଜ୍ଞାତିକୁଳର 2-4 ଜଣଙ୍କୁ ଘରକୁ ବିଦା କରି ଭୋର୍ସା ମୁଣ୍ଡା ବାରିକ ଆଙ୍ଗୁଠି ଦେଖେଇ କହିଲା, ଏଇଟା ତୋ ବର। ଅନ୍ଧାର ରାତି। ତୋଫାନ ହୁ ହୁ ଡାକୁଥାଏ। ବାଟ ଚାଲି ଚାଲି ପାଦ ଫୋଟକା। ଜଙ୍ଘ ଦିଟା ଦରଜରେ ପାଚି ଆସୁଛି। ନିଦ ଘାରେ ନିଦ ଭାଙ୍ଗେ। ଖଣ୍ଡେ ଛାଡ଼ି ଚେକାମୋହଲି ପକେଇ ବର ବସିଛି। ତାଙ୍କର ପିଙ୍କାର ଗୁଲ ପଡ଼ି ଯାଉଛି, କମି ଯାଉଛି, ନିଭି ଆସୁଛି, ପୁଣି ଚଳୁଛି। ବର ବସି ବସି ଠୁଳେଇଲା। ସୁନାଦେଇ ସ୍ୱପ୍ନ ଦେଖିଲା ବରକୁ। ଅନ୍ଧାରରେ ପିଙ୍କା ଜୁକୁଜୁକୁ। ଗୋଟାଏ ଉଇ ହୁଙ୍କା, ତା ଉପରେ ଜଳନ୍ତ ନିଆଁ। 2ଟା ଜଳନ୍ତା ନିଆଁ, 2ଟା ଆଖି। ପ୍ରଭୁ ଅଧିକାରୀ, ଯାହାଙ୍କର ଗୋଲ ମୁହଁ, ଆବୁ ପରି କପାଳ, ନାକ ତଳେ ନିଶ ଉଇ ଖାଇଛି। ପାହାନ୍ତିଆକୁ କି ଗୋଟାଏ ଅଲକ୍ଷଣା ବୋବାଳି ଶୁଣି ନିଦ ଭାଙ୍ଗିଗଲା। ତୋଫାନ ସରିଛି, ବର ନାହିଁ। ସେହି ତାର ପହିଲି ରାତି। ମାସେ ପରେ ଡରି ଡରି ଶ୍ୱଶୁରକୁ ସେ କହିଥିଲା, ମୁଁ ଘରକୁ ଯିବି।
ଶ୍ୱଶୁର ଶୁଣି ହସରେ ଉଡ଼ାଇ ଦେଲା। ପୁଣି ସେ ଅଳି ଧରିଲା ଠାରୁ ଦିନୁ ଦିନୁ ମୁହଁ ଫିଟେଇ କହିଲା, ନିଚୁ ନିଚୁ, ଅର୍ଥାତ୍ ମୋର ଇଚ୍ଛା ନାହିଁ। ବାରିକ ପୁଅକୁ ଗାଳି ଦେଲା, ବୋହୂକୁ ଗାଳି ଦେଲା। କହିଲା, ତୁ ପଳେଇବୁ, ଆଉ ମୋର ଝୋଲା ଯେ, ମୋର ଘର କିଏ ସମ୍ଭାଳିବ? କିଏ ମୋତେ ରାନ୍ଧିଦେବ? ଖବର ଆସିଲା ଥରେ ଯେ ଗର୍ଜନ ଡମ୍ବକୁ ଧରି ନେଇ ଯାଇଛନ୍ତି। କାନ୍ଦି ବୋବେଇ ବାଡ଼େଇ କଚାଡ଼ି ହେଇ ସୋନା ଦେଇ ରହିଲା। ସେ ବାଟ ବନ୍ଦ। ସେହିଦିନୁ ବନ୍ଦିନୀ ସେ। କାହିଁକି ଭଗବାନ ତାକୁ ଘୁଙ୍ଗା କଲା? କାହିଁକି ନଦେଲା ବଳ? ସେ ଭଗବାନଙ୍କୁ ନିନ୍ଦା କରେ, ମନ ହୁଏ କରିପାରେ ନାହିଁ। ବୁଝେ, ଜାଣେ, ଟାଣ କରି କହିପାରେ ନାହିଁ। ବାଲମୁଣ୍ଡା ତାକୁ ଏଡ଼ି ଏଡ଼ି ଚାଲେ। ବାହାର କାମରେ ବିରସେ। ଆପଣା ଘରେ ତାକୁ ଡର ମାରେ। କୁଆଡ଼େ ଦିଗ୍ବିଜୟ ସେ ଯାଏ। ଘରେ ମଦୁଆ ବୁଢ଼ା ପାରିକ। କାମ ପଡ଼ିଲେ ସେ ସୁଦ୍ଧା ନଥାଏ। ନିଛାଟିଆ ଗାଁ ମୁଣ୍ଡିଆ ଘର। ସୋନାଦେଈର ନିରିମାଖି ଜୀବନର ପ୍ରତୀକ ପରି। ସେହି ଜୀବନରେ ଦରବୁଢ଼ା ଲେଞ୍ଜୁକନ୍ଧ ଓହ୍ଲାଇଥିଲା। କନ୍ଧ କେବେ ପତିତ ନହେଲେ ଡମ୍ବ ସମାଜକୁ ଆସେ ନାହିଁ। ସେହି ଭଙ୍ଗାଘର ଚାରିଆଡ଼େ ଆପଣାର ମନର ରୋଗରେ ବୁଲୁଥିଲା ଦିଉଡ଼ୁ ସାଉଁତା। ବୁଲୁଥାଏ, ଭରସି ଆସେ ନାହିଁ। ଲେଞ୍ଜୁକନ୍ଧ ଆସିଥିଲା। ତାର ମୁହଁ ପାଖେ ସୋନାଦେଈ ମଦ ତାଟିଆ ଟେକି ଧରେ। କହରା ବାଳ ଭିତରେ ଆଙ୍ଗୁଠି ଭର୍ତ୍ତି କରି ଚଟର ଫାଶଗୁଡ଼ାକ ଆସ୍ତେ ଆସ୍ତେ ଓଟାରେ। ଆଉ ଭାବେ ଯେ ଘୁଙ୍ଗା ଭାବିବାକୁ ତାର ଜନ୍ମ। ବୁଢ଼ା ବାରିକ ତାକୁ ଭଲ ପାଏ। ବୁଢ଼ା ଲେଞ୍ଜୁକତ ତାକୁ ଭଲ ପାଏ। କିନ୍ତୁ ବୁଢ଼ା ବାରିକ ବାଡ଼ି ଖଣ୍ଡେ ଧରି ଜଗେ ଦୁଆର ମୁହଁରେ ଖାଁ ଖାଁ ଖାସୁଥାଏ। କହେ, କାହିଁ ଡର ମୁହିଁ ଜଗିଛି ଯେ। ହେ ବୋହୂ, ହେ ସୋନା ଦେଇ, କାହିଁ ଯାଉଛୁ? କାହିଁ ପଳେଇବୁ ଏତେ ରାତିରେ? ଯା, ଘରକେ ଯା। ସବୁଦିନେ ଠିକ୍ ସଞ୍ଜରେ ସେତିକି ବେଳକୁ ବାଲମୁଣ୍ଡା ଯାଏ କୁଆଡ଼େ? ତୁରୁଞ୍ଜା ଯାଏ କୁଆଡ଼େ? ସୋନାଦେଈ ପଚାରି ବୁଝେ ନାହିଁ। ଠିକ୍ ସେତିକି ବେଳକୁ ତାକୁ ନିଶା ଲାଗେ। ସବୁ ଭୟ, ସବୁ ସଙ୍କୋଚକୁ ଉଡ଼ୁହାଳ କରି ଦୁଆର ମୁହଁରେ ସ୍ୱୟଂ ତାର ଶ୍ୱଶୁର। ଆପଣାକୁ ଜଣାଇ ଦେଲା ପରି ତାର ଖଁ ଖଁ କାଶ। ତୋଫାନରେ ଛଟପଟ ଗଛ ପରି ପ୍ରବଳ ଭାବେ ଝାଙ୍କି ହୋଇଯାଇ ଗରକାଠ ପରି ଲେଞ୍ଜୁକନ୍ଧ ଆଉଜି ପଡ଼େ। ଦିନବେଳେ ତାକୁ ଦେଖିଲେ ସୋନାଦେଈର ଘୃଣା ଆସେ। ଖରା ପବନ, ଖୋଲା ପ୍ରକୃତି ବାରମ୍ବାର ତାରି ବିଚାରକୁ ତେଜି ତେଜି ଦିଏ। ଜିଭକୁ କାଟେ, କାଦୁଅର ବି ସ୍ୱାଦ। କିନ୍ତୁ ଯେତେଥର ଦେଖେ ବାଲମୁଣ୍ଡାକୁ ତାର ବିଦ୍ରୋହରେ ଜଳି ଉଠେ। ଲେଞ୍ଜୁକନ୍ଧ ତାରି ଛୋଟ ବିଦ୍ରୋହର ପ୍ରତିମୂର୍ତ୍ତି। ସ୍ୱାମୀକୁ ଦେଖିଲେ ମନ ଦବେ ନାହିଁ। ବାଲମୁଣ୍ଡା କାମ ଫରମାସି କରେ। ସୋନାଦେଈ ତର୍କ କରେ ନାହିଁ, କେବଳ ପଛମୋଡ଼ି ଦେଇ ଚାଲିଯାଏ। ବାଲମୁଣ୍ଡା ରାଗିଲେ ସିଧା ସୋନାଦେଈ ଅନାଏ ତା ମୁହଁକୁ। ସେହି ଚାହାଣୀର ତିରସ୍କାରରେ ବାଲମୁଣ୍ଡା ମୁଣ୍ଡ ନୁଆଁଏ। ଭରସି ପାରେ ନାହିଁ, ଯାଏ ଦବିଯାଏ। ଅଶିଣ ମାସ ହେବ ପରା। ମୁଣ୍ଡରେ ଚିତା ଲଗାଇ, ହାତରେ ଅଣ୍ଟାରେ ମାଳ ମାଳ ଜଡ଼ିବୁଟି ବାନ୍ଧି ହସି ହସି ବାଲମୁଣ୍ଡା ଥରେ ଆସିଲା। କେଉଁ ଦିଶାରୀଠୁ ଔଷଧ ନେଇ ଆସିଥିଲା ସେ। ତାର ହସ ଦେଖି ସୋନାଦେଈ ଡରି ଯାଇଥିଲା। ଭାବିଥିଲା ଗୋଟାଏ କିଛି ହେବ। ବାଲମୁଣ୍ଡା ଝପଟି ଆସିଲା। ଟିକିଏ ଅପେକ୍ଷା କଲା। ଦୁଇ ହାତରେ ମୁହଁକୁ ମାଡ଼ି ଦେଇ କୁକୁର ଛୁଆ ପରି କୁଁ କୁଁ ହୋଇ କାନ୍ଦି ଉଠି ଘର ଛାଡ଼ି ପଳେଇ ଯାଇଥିଲା। ସୋନାଦେଈ ଭାବିଲା, ଏ କ'ଣ ବାୟ ହୋଇଯାଇଛି? ଆଉ ବାଲମୁଣ୍ଡା ଔଷଧ ନାହିଁ, କେବେ ଆସିନାହିଁ। କେତେଥର କେତେ ଚିଜ ଦରବ ଧରି ବନ୍ଧୁତା କରିବାକୁ ବାଲମୁଣ୍ଡା ଆସିଛି। ତାର ହତଶ୍ରୀଳ ମୁହଁରେ ଆଖିରେ ଅସଂଖ୍ୟ ଦଣ୍ଡବତର ସମ୍ବୋଧନ। ତାର କଥାବାର୍ତ୍ତା ସହି ହୁଏ, ତାର ରାଗ ସହି ହୁଏ, କିନ୍ତୁ ତାର ସ୍ନେହ ବିଲେଇ ପରି। ସୋନାଦେଈ ଫଁ କରି ଉଠେ। ଯାଏ ତାର ଘୁଙ୍ଗାପଣ, ତାର ମୌନ ସ୍ଥିରତା। ବାଲମୁଣ୍ଡା ମାଡ଼ ଖାଇ ପଳାଏ। ଏଇ ତାର ମନ ବାହାରେ। ସେ ଅତି ଥଣ୍ଡା, ଧୀର ସ୍ଥିର ବାରିକ ଘର ବୋହୂ। ମୁଣ୍ଡ ନ ଟେକି ବାଟ ଚାଲେ। ମୁଣ୍ଡ ଉପରେ କେବଳ ଗୁଡ଼ାଏ ଛାଲ ସିଝେଇ ଦେବା ଚିନ୍ତାର ଚିହ୍ନ। ଲୋକେ ତାର ଦୁଃଖ ଅନୁମାନ କରିପାରନ୍ତି। ଯୁଆଡ଼େ ଗଲେ ସମସ୍ତଙ୍କର ସହାନୁଭୂତି ସେ ପାଏ। ଖାଲି ଆହା ଆହା। ଉଡ଼ିଯିବାକୁ ଏଠି ତାର ରାହା ନାହିଁ। ପୋଡ଼ା ଜୀବନର ବୋଝ ମୁଣ୍ଡେଇ ବିକଳ ହୋଇ ସୋନାଦେଈ କେବଳ ଆଶାରେ ବଞ୍ଚେ। ଏତିକି ତାର ଜୀବନ। କେବଳ ବାଲିଅପନ୍ତରା। ଜୀବନ କ'ଣ ସେ ଜାଣେ ନାହିଁ। କେବଳ ଅନୁଭୂତି ଭିତରୁ ବାରି ହୋଇ ବାହାରେ ବାପଘରେ ସେଦିନ ସେ ମହାପ୍ରଭୁ ଅଧିକାରୀ କେବଳ 2ଟା ମୁହୂର୍ତ୍ତ, ଆଉ ନାହିଁ। ଜୀବନ ଫାଙ୍କା। ସଂସାରରେ କେତେ ମହାପ୍ରଭୁ ଅଧିକାରୀ, କେହି କେବେ ଆସନ୍ତି ନାହିଁ।
ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।